ବର୍ଷାର ଦେଖା ନାହିଁ। କାଁ ଭାଁ ଅସରାଏ ବର୍ଷା ହୋଇପାରେ। ବଡ଼ କିମ୍ବା ବିସ୍ତୃତ ବର୍ଷାର ସମ୍ଭାବନା ଦେଖାଯାଉନି। ଏଥର ଦଶହରାରେ ପାଗ ଶୁଖିଲା ରହିବ, ହେଲେ ନୟାନ୍ତ କରିବ ଗୁଳୁଗୁଳିଆ ପାଗ। କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ ରାଜ୍ୟରେ ଆସନ୍ତା 10 ଦିନ ପର୍ଯ୍ୟନ୍ତ ପ୍ରାୟତଃ ପାଗ ଶୁଖିଲା ରହିବ। ସମ୍ଭବତଃ ଆସନ୍ତା 6 କିମ୍ବା 7 ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। 11 ଏବଂ 12 ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ରହିଛି। ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି। ତେବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସଂକେତ ମିଳୁନାହିଁ। ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ମାତ୍ର ଏହା ଓଡ଼ିଶାରୁ ଦୂରରେ ରହିବ। ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ। ବାଂଲାଦେଶ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ହେବ, ଯାହାକି ଆଗରୁ ଆକଳନ କରାଯାଇଥିଲା। ଆସନ୍ତା 6 କିମ୍ବା 7 ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆରବ ସାଗରକୁ ମିଶାଇ ଏକ ଲଘୁଚାପ ସମ୍ଭାବନା ରହିଛି, ହେଲେ ଏହା ତାମିଲନାଡୁ ଓ କେରଳରେ ବର୍ଷା କରାଇବ। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।